ଶୋଇଛି ବନ ବିଭାଗ କିନ୍ତୁ ଚେଇଁଛନ୍ତି ହାତୀପଲ। ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ଜନବସତି ମୁହାଁ ହେଉଛନ୍ତି ହାତୀପଲ। ଗତ କିଛିଦିନ ତଳେ ଉତ୍ତର ଗୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ବନାଞ୍ଚଳ ଇଲାକାର 24 ଟିକିଆ ହାତୀପଲ ଘୁରି ବୁଲୁଛନ୍ତି। ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ଚାଲି ଆସୁଥିବାର ଚାଷୀମାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଚାଷୀ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହେଉଥିବା ବେଳେ ବନ ବିଭାଗ ପକ୍ଷରୁ ମିଳୁଥିବା ସହାୟତା ସମୁଦ୍ରକୁ ଶଙ୍ଖେ ବୋଲି ଚାଷୀ ଅଭିଯୋଗ କରିଛନ୍ତି। କେଉଁଠି ବନ ବିଭାଗର କର୍ମଚାରୀ ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ଘଉଡ଼ାଉଥିବା ବେଳେ ଅନେକ ଜାଗାରେ ଚାଷୀଙ୍କୁ ବନ ବିଭାଗର କର୍ମଚାରୀ ହାତୀ ଘଉଡ଼ାଇବାରେ ସହଯୋଗ କରୁନଥିବା ଅଭିଯୋଗ ହୋଇଛି। ଏହି 24 ଟିକିଆ ହାତୀପଲ ଗତ କିଛିଦିନ ପୂର୍ବରୁ ଗୁଣ୍ଡୁରିବାଡ଼ି ଓ ବଡ଼ ପଥରା ଇଲାକାରେ ବୁଲୁଥିବା ବେଳେ ଗୁଣ୍ଡୁରିବାଡ଼ିର କିଛି ଘର ଭାଙ୍ଗିବା ସହ ଧାନ ଓ ଚାଉଳ ବସ୍ତା ଟାଣି ଖାଇଥିଲେ। ବର୍ତ୍ତମାନ ଏହି ହାତୀପଲ ଡହ ରେଞ୍ଜ ଅଧୀନ ଚିଟିପଲ୍ଲୀ ଗାଁ ନିକଟବର୍ତ୍ତୀ ଜଙ୍ଗଲ ଇଲାକାରେ ଚଳପ୍ରଚଳ କରୁଥିବା ବେଳେ ଶୁକ୍ରବାର ଭୋର ସକାଳ ସମୟରେ ଚିଟିପଲ୍ଲୀ ଗାଁରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଗ୍ରାମର ଟୁନି ଭୂୟାଙ୍କ ଲକ୍ଷାଧିକ ଟଙ୍କାର ଧାନ ଓ ପନିପରିବା ଚାଷ ହାତୀପଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଭୋର ସମୟରେ ହାତୀପଲ ରାସ୍ତା କଡ଼ରେ ଥିବା ଟୁନି ଭୂୟାଙ୍କ ଘରେ ପଶି 45 ବସ୍ତା ଅମଳ ଧାନ ବସ୍ତା, କୃଷି ଯନ୍ତ୍ରପାତି ସହ ଘରକୁ ଲାଗି ରହିଥିବା ଜମିରେ ବିଭିନ୍ନ ପନିପରିବା ଚାଷ, ସୋଲାର ବୋର ଏବଂ ପେନେଲ ନଷ୍ଟ କରିଛନ୍ତି। ସେହିପରି ଗ୍ରାମର ବିଜୟ ମଳିକଙ୍କ ଘର କାନ୍ଥ ଭାଙ୍ଗି ହାତୀପଲ 4 ବସ୍ତା ଧାନ ଖାଇ ନଷ୍ଟ କରିଛନ୍ତି। ଏଥିସହିତ ନିକଟସ୍ଥ ପିତାଖଡ଼ ଗାଁରେ ଏକାକୀ ରହୁଥିବା ବୃଦ୍ଧ କାଞ୍ଚନ ମଳିକଙ୍କ ଚାଳ ଘରକୁ ଭାଙ୍ଗି ମାଟିରେ ମିଶାଇଛନ୍ତି। ହାତୀପଲର ଦୌରାତ୍ମ୍ୟରେ ଗାଁରେ ମମତା ଗୌଡ଼, କୈଳାସ ଚନ୍ଦ୍ର ବିଶୋଇ, ବିଦ୍ୟାଧର ପ୍ରଧାନ, ଭିକାରୀ ଭୂୟାଁ, ଅନ୍ତର୍ଯାମୀ ବିଶୋଇ, କୃଷ୍ଣଚନ୍ଦ୍ର ଗୌଡ଼, ସନ୍ତୋଷ ଭୂୟାଁ, ଅଶୋକ ସ୍ୱାଇଁ ବ୍ୟାପକ ପନିପରିବା ଓ ଧାନ ଫସଲ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଲକ୍ଷାଧିକ ଟଙ୍କା କୃଷି ଋଣ ଆଣି ଚାଷ କରିଥିବାରୁ ଋଣ ଟଙ୍କା କେମିତି ସୁଝିବୁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡ଼ଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।